ସ୍ୱାଧୀନତା ଦିବସରେ ସ୍କୁଲ ଛାତ୍ରୀଙ୍କ ସହିତ ଘଟିଗଲା ବହୁତ ବଡ଼ ଦୁର୍ଘଟଣା। ହଁ ଦର୍ଶକ ବନ୍ଧୁ, ସ୍କୁଲ ଛାତ୍ରୀମାନେ ପତାକା ଉଡ଼ାଇ ରାସ୍ତାରେ ଯାଉଥିବା ବେଳେ ସେମାନଙ୍କ ସହିତ ବହୁତ ବଡ଼ ଦୁର୍ଘଟଣା ଘଟିଯାଇଛି। ଆଉ ସେହି ଦୁର୍ଘଟଣା ସ୍ଥଳରେ ସେହି ଝିଅମାନେ ଚିତ୍କାର କରି କହୁଥାନ୍ତି, ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ରକ୍ଷା କର, ଆମକୁ ବଞ୍ଚାଅ, ଆମକୁ ବଞ୍ଚାଅ, ଆମକୁ ବଞ୍ଚାଅ, ଏମିତି ଚିତ୍କାର କରୁଥାନ୍ତି ସେ ସ୍କୁଲ ଛାତ୍ରୀମାନେ। ଆଉ ସେଇଠାରେ ଏତେ ବଡ଼ ଦୁର୍ଘଟଣା ଘଟିଗଲା ଯାହା ଶୁଣିଲେ ଆପଣମାନଙ୍କର ଲୋମମୂଳ ଟାଙ୍କୁରି ଉଠିବ। ଏହି ସ୍ୱାଧୀନତା ଦିବସରେ ବହୁତ ବଡ଼ ଘଟଣା ଘଟିଯାଇଥିଲା ସେଇ ଝିଅମାନଙ୍କ ସହିତ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଜଗତର ନାଥ ଜଗନ୍ନାଥଙ୍କୁ ମନରେ ଟିକିଏ ଭକ୍ତି କରନ୍ତି ତାହେଲେ କମେଣ୍ଟରେ ଗୋଟିଏ ଜୟ ଜଗନ୍ନାଥ ଲେଖିଦେବେ। ଆଉ ଆମ ଚ୍ୟାନେଲକୁ ନୂଆ କରି ଆସିଥିଲେ ଆମ ଚ୍ୟାନେଲକୁ ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେ ନାହିଁ। ଆଉ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବାକୁ ଜମାରୁ ବି ଭୁଲିବେ ନାହିଁ। ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଏମିତି ଏକ ଭୟଙ୍କର କାହାଣୀଟିକୁ ଆରମ୍ଭ କରିବା ଏହି ନୂତନ ଅନୁଭୂତିଟିକୁ। ତ ଚାଲନ୍ତୁ ଭିଡ଼ିଓଟାକୁ ଆରମ୍ଭ କରିବା। ସମୟ ଥିଲା ଅଗଷ୍ଟ ମାସ 13 ତାରିଖ 2024 ମସିହା। ସ୍ଥାନ ବାଲେଶ୍ୱର ଜିଲ୍ଲାର ଏକ ଛୋଟ ଗାଁ ଶିମୁଳିଆ। ଗାଁଟିରେ ବର୍ଷା ଋତୁରେ ମାଟିର ଗନ୍ଧ, ପାହାଡ଼ରୁ ଝରି ଆସୁଥିବା ଜଳ ଏବଂ ସାଧାରଣ ଲୋକଙ୍କ ସରଳତା ସବୁ ମିଶି ଗାଁର ନିଜ ସ୍ୱାଦ ବରକୋଥିଲା ଏହି ଶିମୁଳିଆ ଗାଁ। ଗାଁର ସେହି ବିଦ୍ୟାଳୟ ପୁରୁଣା କିନ୍ତୁ ଗର୍ବର ସ୍ଥାନ। ବର୍ଷକୁ ଏକଥର ସ୍ୱାଧୀନତା ଦିବସ ପାଳନ ପାଇଁ ଗାଁର ପ୍ରାୟ ସମସ୍ତେ ବିଦ୍ୟାଳୟ ପ୍ରାଙ୍ଗଣରେ ଯୋଗ ଦେଇଥାନ୍ତି ଏବଂ ଏ ବର୍ଷ ପ୍ରସ୍ତୁତି ଆହୁରି ବିଶେଷ, କାରଣ ପ୍ରଥମ ଥର ପାଇଁ ବିଦ୍ୟାଳୟର 10ମ ଶ୍ରେଣୀର ଛାତ୍ରୀମାନେ ସ୍ୱାଧୀନତା ବିଷୟରେ ନାଟକ ପ୍ରଦର୍ଶନ କରୁଥିଲେ। ସେଥିରେ ପ୍ରଧାନ ଭୂମିକାରେ ନୀଳିମା ବୟସ 15 ବର୍ଷ, ମେଧାବୀ, ହସୁଆ, କବିତା ଲେଖିବାରେ ଦକ୍ଷ। ଗାଁର ମାଟିରେ ଜନ୍ମିଥିଲେ ମଧ୍ୟ ସେଥିରୁ ବାହାରି ଡାକ୍ତର ହେବାର ସ୍ୱପ୍ନ ଥିଲା ତାଙ୍କର ଏକ ନିବିଡ଼ ଆଶା। ତାଙ୍କ ପିତା ରାମକୃଷ୍ଣ ଚାଷ କରୁଥିଲେ, ମା ସୁନିତା ଗାଁର ଅଙ୍ଗନବାଡ଼ିରେ କର୍ମୀ ଥିଲେ। ଅଗଷ୍ଟ 13ରେ ବିଦ୍ୟାଳୟ ପ୍ରାଙ୍ଗଣରେ ଫୁଲର ପ୍ରଦର୍ଶନୀ, ପତାକା ସଜା, ପିଲାଙ୍କର ନୃତ୍ୟ ଅଭ୍ୟାସ, ଗୀତ ପ୍ରସ୍ତୁତି ସବୁ ଏମିତି ଚାଲିଥିଲା ଯେପରି ଉତ୍ସବର ସୁର ପୁରା ଗାଁକୁ ଆଘାତ କରୁଥିଲା। ସେଦିନ ସକାଳେ ନୀଳିମା ବିଦ୍ୟାଳୟକୁ ଯିବା ପାଇଁ ତାଙ୍କ ଗୁରୁଜୀଙ୍କ ଠାରୁ ସ୍କ୍ରିପ୍ଟ ନେବାକୁ ଗଲା। ସେଇ ଗୁରୁଜୀ ଗାଁରେ ବିଶ୍ୱସନୀୟ, କିନ୍ତୁ କିଛି କିଛି ଲୋକଙ୍କ ମନେ ସନ୍ଦେହ ଜଗି ଉଠିଥିଲା। ନୀଳିମା କେବେ ସେଥିରେ ଖରାପ କିଛି ଭାବିନଥିଲା, କାରଣ ସେ ଜଣେ ଶିକ୍ଷକ। କିନ୍ତୁ ଏହି ଦିନ ଗାଁର ଆକାଶରେ ଅଜଣା ଅନ୍ଧାର ମେଘ ଜମା ହେବା ଆରମ୍ଭ ହେଲା ଏବଂ ନୀଳିମାଙ୍କ ଜୀବନରେ ସେହି ଦିନଟି ସାଧାରଣ ଦିନ ନୁହେଁ, ତାହା ଏକ ଲୋମହର୍ଷଣକାରୀ ଘଟଣା ଘଟାଇବାର ଦିନ ଥିଲା। ବିଦ୍ୟାଳୟ ପ୍ରାଙ୍ଗଣରେ ସେଦିନ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ଅଭ୍ୟାସ ଚାଲିଥିଲା। ମଞ୍ଚରେ ଛାତ୍ରଛାତ୍ରୀମାନେ ଭାରତ ମାତା କି ଜୟ ଉଚ୍ଚାରଣ କରୁଥିଲେ। ଛୋଟ ପିଲାମାନେ ତ୍ରିରଙ୍ଗା ପତାକାକୁ ଧରି ବନ୍ଦେ ମାତରମ୍ ଗାଉଥିଲେ। ନୀଳିମା ସେଥିରେ ଭାରତ ମାତାର ଭୂମିକାରେ ଶ୍ଵେତ ଶାଢ଼ୀ, କପାଳରେ ଲାଲ ଟିକା, ହାତରେ ତ୍ରିବର୍ଣ୍ଣ ପତାକା ନେଇ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରିଥିଲେ। ତାଙ୍କ ସହପାଠୀ ସୁମିତା କହିଲା, ନୀଳି, ତୁମେ ଏ ବର୍ଷ ମଞ୍ଚକୁ ଚମକେଇ ଦେବ। ନୀଳିମା ହସିଲା, କିନ୍ତୁ ମନରେ ହାଲୁକା ଉତ୍ସାହ ସହିତ ଅଜଣା ଭୟ। କାହିଁକି ସେ ନିଜେ ବୁଝିପାରୁନଥିଲା। ସାରା ଦିନ ଅଭ୍ୟାସ ଚାଲିଲା। ସନ୍ଧ୍ୟା 5ଟାରେ ଅଧିକାଂଶ ପିଲାମାନେ ଘରକୁ ଚାଲିଗଲେ, କିନ୍ତୁ ଗୁରୁଜୀ କହିଲେ, ନୀଳିମା, ତୁମେ ଥାଅ, ସ୍କ୍ରିପ୍ଟର କିଛି ଲାଇନ୍ ଆହୁରି ଭଲ କରିବାକୁ ପଡ଼ିବ। କାଲି ପ୍ରଧାନ ଶିକ୍ଷକଙ୍କ ସାମ୍ନାରେ ପୁନର୍ବାର ପ୍ରଦର୍ଶନ କରିବାକୁ ପଡ଼ିବ। ସୁମିତା କହିଲା, ମୁଁ ମଧ୍ୟ ରହିପାରିବି କି? କିନ୍ତୁ ଗୁରୁଜୀ ହସି କହିଲେ, ନା, ଆଜି ତୁମେ ଯାଅ। ନୀଳିମାଙ୍କ ସହିତ ମୁଁ ଏକାକୀ
କାମ କରିନେବି। ସୁମିତାଙ୍କ ମନରେ କିଛି ସନ୍ଦେହ ଜଗିଲା, କିନ୍ତୁ ସେ ସେଥିକୁ ଗୁରୁତ୍ୱ ଦେଲାନି ଓ ଘରକୁ ଚାଲିଗଲା। ବିଦ୍ୟାଳୟରେ ସେତେବେଳେ ସୂର୍ଯ୍ୟାସ୍ତର ସୁନୀଳିଆ ଆଲୋକ, କଳିଙ୍କ କୁହୁକୁ ଏବଂ ଖାଲି ପ୍ରାଙ୍ଗଣରେ ନୀଳିମା ଓ ଗୁରୁଜୀଙ୍କର ପଦାଚରଣ ଶବ୍ଦ ମାତ୍ର ରହିଗଲା। ଗୁରୁଜୀ ନୀଳିମାଙ୍କୁ ଲାଇବ୍ରେରୀରେ ଏକ ରୁମ୍କୁ ଡାକି ନେଇ ସେଠାରେ ବାହାର ହାଲୁକା ଆଲୋକ, କାଠର ପୁରୁଣା ଆଲମାରୀ ଏବଂ ବୁକ୍ରୁ ଝରୁ ଆସୁଥିବା ପୁରୁଣା କାଗଜର ଗନ୍ଧ। ନୀଳିମା ଭାବିଲା, ସାୟଦ କିଛି ନୂତନ ଡାଇଲଗ ଦେବେ ସାର୍, କିନ୍ତୁ ଏହି ସନ୍ଧ୍ୟାରେ ସେ ଜାଣିନଥିଲା ଯେ ତାଙ୍କ ଜୀବନର ପଥ ସେଇ ଘଣ୍ଟାରୁ ପରିବର୍ତ୍ତନ ହେବ ଏବଂ ଲାଇବ୍ରେରୀ ପୁରୁଣା କାଠର ଦ୍ୱାରଟି ଗୁରୁଜୀ ଆସ୍ତେ ଆସ୍ତେ ବନ୍ଦ କଲେ। ବାହାରରୁ ଦେଖିଲେ କେବଳ ଫୁଲିଥିବା ଜାସ୍ମିନ ଏବଂ ସେହି କାଗଜର ଗନ୍ଧରେ ତିଆରି ହୋଇଥିବା ଜାସ୍ମିନ ଫୁଲ ଭଳି ଏକ ଝରା ଫୁଲ ଏବଂ ବାହାର ବଗିଚାରେ ବିଭିନ୍ନ ଫୁଲ ଗଛ ଏବଂ ସନ୍ଧ୍ୟାର ଅନ୍ଧାରିଆ ଆକାଶ। ନୀଳିମା ଟେବୁଲରେ ସ୍କ୍ରିପ୍ଟ ଖୋଲିଲା। ଗୁରୁଜୀ କୁହନ୍ତି କୌଣସି ଡାଇଲଗ ବଦଳାଇବାକୁ ପଡ଼ିବ। ସେ ପଚାରିଲା। ଗୁରୁଜୀ ହସି କହିଲେ, ତୁମେ ଭଲ କରୁଛ, କିନ୍ତୁ ଭାବ ଆହୁରି ଅଧିକ ଭଲ କିପରି କରିପାରିବ। ସେମାନଙ୍କ କଥାରେ କିଛି ଅଜଣା ସ୍ୱର ଥିଲା। ନୀଳିମା ମନରେ ଏକ ସନ୍ଦେହର ରେଖା ଅନୁଭବ କଲା। ସେ କଥାବାର୍ତ୍ତାକୁ ପଢ଼ିବାରେ ମନ ଦେବାକୁ ଚେଷ୍ଟା କରୁଥିଲା, କିନ୍ତୁ ଗୁରୁଜୀ ବାର ବାର ତାଙ୍କ ସାମ୍ନାରେ ଆସି ଯାଉଥିଲେ। ଲାଇବ୍ରେରୀର ଖାଲିପଣ, ବାହାରକୁ ଆସୁଥିବା କୁହୁ କୁହୁ ଶବ୍ଦ ଏବଂ ଏକ ଅଚେତନତାର ଭୟ। ନୀଳିମାର ହୃଦୟରେ ଧୀରେ ଧୀରେ ବଢ଼ିବାକୁ ଲାଗିଲା ସ୍ପନ୍ଦନ। ଗୁରୁଜୀ, ମୋର ମା କହିଥିଲେ ଆଜି ଶୀଘ୍ର ଘରକୁ ଯିବୁ। ନୀଳିମା କଥା ଆରମ୍ଭ କଲା, କିନ୍ତୁ ସେଥିରୁ ପୂର୍ବରୁ ଗୁରୁଜୀ ଟେବୁଲରେ ସ୍କ୍ରିପ୍ଟକୁ ବନ୍ଦ କରି କହିଲେ, ଆଜିର ଅଭ୍ୟାସ ଖୁବ୍ ମହତ୍ତ୍ୱପୂର୍ଣ୍ଣ, ତୁମେ ଯାଇପାରିବ ନାହିଁ। ନୀଳିମାର ହାତରେ ଘାମ, ଆଖିରେ ଅଜଣା ଆତଙ୍କ। ସେ ପଛକୁ ଏକ ପଦକ୍ଷେପ ନେଲା। ସେହି ସମୟରେ ବାହାରକୁ କେହି ଦ୍ୱାର ଠୁକିଲା। ଗୁରୁଜୀ ପ୍ରଧାନ ଶିକ୍ଷକଙ୍କୁ ଡାକୁଛନ୍ତି, ଗୋଟେ ଛୋଟ ଛାତ୍ରର ସ୍ୱର। ଗୁରୁଜୀ ଦ୍ୱାରଟି ଖୋଲିଲେ। କିଛି କ୍ଷଣ ପାଇଁ ତାଙ୍କ ମୁହଁରେ ଅସନ୍ତୋଷ ଝଲକିଲା। ନୀଳିମା ସୁଯୋଗକୁ ନେଇ ତୁରନ୍ତ ବାହାରିଗଲା। ବିଦ୍ୟାଳୟ ପ୍ରାଙ୍ଗଣରେ ପାଦ ରଖିବାକୁ ସହିତ ସେ ଅନୁଭବ କଲା, ଆଜି କିଛି ଅଜଣା ବିଚାର ସାରଙ୍କ ମନରେ ନାଚି ଉଠୁଛି। ଅଗଷ୍ଟ 14 ସକାଳ 6ଟା। ବୈଷ୍ଣବପୁର ଗାଁଟିରେ ସକାଳରୁ ଉତ୍ସବ ମୁଖର। ପ୍ରତ୍ୟକ୍ଷ ଘରର ଛାତରେ ତ୍ରିରଙ୍ଗା ପତାକାର ହାଲୁକା ପବନର ଫୁଲିବା। ଗଳିର ଗଳିରେ ପିଲାମାନଙ୍କର ଜୟ ହିନ୍ଦର ସ୍ୱର, କୁହୁଡ଼ି ଦୌଡ଼ିବା ଏବଂ ଗାଡ଼ିରେ ସାରେ ଯାହାଁ ସେ ଆଚ୍ଛା କି ସ୍ୱରରେ ବଜାଉଛନ୍ତି ମାଇକ୍। ନୀଳିମାର ଘରେ ମା ସୁନିତା ତାଙ୍କ ପାଇଁ ଶ୍ଵେତ ଶାଢ଼ୀ ପ୍ରସ୍ତୁତ କରୁଥିଲେ। ନୀଳିମା କାଲିର ଭୟଟା ଭୁଲି ଯାଇଛି, ଆଜି କେବଳ ଅଭ୍ୟାସରେ ଧ୍ୟାନ ଦେ। ମା ହସି କହିଲେ। ନୀଳିମା ହଁ କହିଲା, କିନ୍ତୁ ଗତ ସନ୍ଧ୍ୟାରେ ଲାଇବ୍ରେରୀ ଘଟଣା ତାଙ୍କ ମନରୁ ଯାଇନଥିଲା। ଗୁରୁଜୀ ତାଙ୍କ ସହିତ କ'ଣ କରିଥିଲେ ସେଥିରେ କିଛି ସେ ତାଙ୍କ ଘରକୁ ଜଣାଇ ନଥିଲେ। ବିଦ୍ୟାଳୟକୁ ପହଞ୍ଚିବା ସହିତ ପ୍ରାଙ୍ଗଣରେ ଗୋଟେ ବଡ଼ ତାଳପତ୍ରର ପତାକା ଦଣ୍ଡ ଏକାଠି କରି ବ୍ୟସ୍ତ ହୋଇ ଶିକ୍ଷକ ପିଲାମାନଙ୍କୁ ଖୁସିରେ କହୁଥିଲେ। ସୁନିତା ଦୌଡ଼ି ଆସିଲା। କାଳି, ତୁମେ ଶୀଘ୍ର ଚାଲିଗଲ, କ'ଣ ହେଲା? ନୀଳିମା କିଛି କ୍ଷଣ ଚୁପ୍ ରହିଲା, ପରେ କହିଲା, କିଛି ନୁହେଁ, ମୁଁ କେବଳ ଥକି ଯାଇଥିଲି। କିନ୍ତୁ ସୁମିତା ଆଖିରେ ସନ୍ଦେହ ରହିଗଲା। ତ ଘଟଣାକୁ ଆଗକୁ ବଢ଼ାଇବା ପୂର୍ବରୁ କାହାଣୀଟି ଅନେକ ବଡ଼ ହୋଇଯିବ। ଆଜିର କାହାଣୀରେ ଏତିକି, ଆଗକୁ ଅନ୍ୟ ଏକ କାହାଣୀରେ ଆମେ ଦେଖିବା। ଜୟ ଜଗନ୍ନାଥ।